করতা করো করতা সেই উপাসনা কার্য আজ বর্তমান আমার ছাত্র ভয় কার্যকলাপ করন্তু আর সমস্ত কার্যকূপে আরম্ভ সকল শুরু করতে হব আমার প্রার্থনা করা পাইব এই সময়ে আমার ঘর ঘরে নাম নম্বর 12 16 থেকে এরপর আসতে আমার ঘর পানি দিতে আমার ঘরে সাল দেও দেও না সাল আমাদের ଅବସ୍ଥାନ କରିଛି ଆଜିର ଛାତ ଢଳେଇ କାର୍ଯ୍ୟ ଉପରେ ଯୋଉ ପଦକ୍ଷେପ ନେଇଛନ୍ତି ପ୍ରଭୁ ସେଥିରେ ତମର ଆଶୀର୍ବାଦ ଦିଅ ବୋଲି ପ୍ରାର୍ଥନା କରିଛୁ। ଧନ୍ୟବାଦ ଦଉଛୁ ଅନୁକୂଳ ପାଗ ତୁମେ ଦାନ କରିଛ ବିଶେଷ ଭାବରେ ପ୍ରାର୍ଥନା କରିଛୁ। ଆଜିର ଛାତ ଢଳେଇ କାର୍ଯ୍ୟ ଉପରେ ତମର ହସ୍ତରେଖ ତମର ଶ୍ରୀମୁଖର ପ୍ରସନ୍ନତାର କବଳି ଆମର କାରଣ ଏ ମହାନ କାର୍ଯ୍ୟ ତୁମେ ଆରମ୍ଭ କରିଛ ତୁମେ ହିଁ ସମାପ୍ତ କର ବୋଲି ପ୍ରାର୍ଥନା କରିଛୁ। କାରଣ ତାହା ତୁମର ପବିତ୍ର ଗୃହ ଅଟେ ତାହା ତୁମର ପ୍ରାର୍ଥନାର ଗୃହ ଅଟେ ପ୍ରଭୁ ତାହା ତୁମର ନୈବେଦ୍ୟ ବଳିଦାନ ଉତ୍ସର୍ଗ କରିବାର ଗୃହ ଅଟେ। ଏଣୁ ଆମର ପ୍ରାର୍ଥନା କରିଛୁ ପ୍ରଭୁ ତୁମେ ବିଶେଷ ଭାବରେ ତୁମେ ଆଶୀର୍ବାଦ କର ଯୋଉ ସାଇକ୍ଲିଂ ହେଇଛି ପ୍ରଭୁ ପ୍ରତ୍ୟେକ ଖୁଣ୍ଟିକୁ ପ୍ରତ୍ୟେକ ଉପରେ ତମର ଆଶୀର୍ବାଦ ବର୍ତ୍ତୁ ଦୃଢ଼ତା ବର୍ତ୍ତୁ ବୋଲି ପ୍ରାର୍ଥନା କରିଛୁ ଏବଂ ଏ କାର୍ଯ୍ୟର ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ନିରାପଦରେ ନିର୍ବିଘ୍ନ ଭାବରେ ବିପଦମୁକ୍ତ ଭାବରେ ସମସ୍ତ କାର୍ଯ୍ୟ ଯେପରି ସିଦ୍ଧ ଏବଂ ସଫଳ ହେବ ସେହି ଆଶୀର୍ବାଦ ତୁମେ ଦିଅ। ମଣ୍ଡଳୀକୁ ମଧ୍ୟ ଆବଶ୍ୟକ ଅର୍ଥ ତୁମେ ଯୋଗାଇଲ କାରଣ ତୁମେ ଜିହୋବାନୀ ପରମେଶ୍ୱର ଏଥିପାଇଁ ତୁମର ଭକ୍ତ ହଉ ଯେଉଁମାନେ ଏହି କାର୍ଯ୍ୟ ନିମନ୍ତେ ବଦାନ୍ୟତା ପ୍ରକାଶ କରିଛନ୍ତି ପ୍ରଭୁ ସହଯୋଗର ହାତ ବଢ଼େଇଛନ୍ତି ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରିଛୁ। ମଣ୍ଡଳୀକୁ ମଣ୍ଡଳୀର ସମସ୍ତ କର୍ମକର୍ତ୍ତା କର୍ମକର୍ତ୍ରୀ ପ୍ରତ୍ୟେକ ପରିବାରକୁ ତୁମେ ଆଶୀର୍ବାଦ କର। ଆଜି ମଣ୍ଡଳୀ ନିମନ୍ତେ ଗୋଟେ ଐତିହାସିକ ଦିନ ଆମେ ମିଳି ଚାଲିବା ଆମେ ମିଳି ଚାଲିବା ଆମେ ମିଳି ଚାଲିବା ଆମେ ମିଳି ଚାଲିବା ସେଦିନ ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ ଆମେ ମିଳି ଚାଲିବା ଆମେ ଶାନ୍ତି ଆଣିବା ଆମେ ଶାନ୍ତି ଆଣିବା ସେଦିନ ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ ଆମେ ଶାନ୍ତି ଆଣିବା ସେଦିନ। Hallelujah. Praise the Lord. Praise the Lord. ବର୍ତ୍ତମାନ ଆମମାନେ ପ୍ରଭୁଙ୍କର ମହତ୍ ନାମର ଧନ୍ୟବାଦ ହଉ ପ୍ରଭୁମାନଙ୍କୁ ଏହି ମହତ୍ କର୍ମ କରିବାକୁ ସାହାଯ୍ୟ କରିଅଛନ୍ତି। ତେଣୁ ଆଜିର ଏହି ମହାନ କାର୍ଯ୍ୟରେ ଉପସ୍ଥିତ नामनगढ़ मंडल पालक महाशय झालसिंह मंडल पालक महाशय पुणे आगंतुक प्रत्येक दिकोन महाशय माने पुणी आमनकर निर्देशक महाशय जे महाशय पुणी सरपंच मंजिलते
ଭାଇମାନେ ଆସିଅଛନ୍ତି ପ୍ରତ୍ୟେକଙ୍କୁ ମୁଁ ଯୀଶୁଖ୍ରୀଷ୍ଟଙ୍କ ନାମରେ ନମସ୍କାର ଜଣାଇବା ସହିତ ଏହି କାର୍ଯ୍ୟରେ ସ୍ୱାଗତ ମଧ୍ୟ ଆପଣମାନଙ୍କୁ ଜଣାଏ। ଆସୁ ଆମମାନେ ବର୍ତ୍ତମାନର କାର୍ଯ୍ୟ ଆରମ୍ଭ କରିବାକୁ ଥିବା ମୁଁ ଅନୁରୋଧ କରିବି ଆମମାନଙ୍କ ମଧ୍ୟରେ ମହାଶୟମାନେ ଅଛନ୍ତି ଅତି ସଂକ୍ଷେପରେ ଆଉ ନିଜ ନିଜର କାର୍ଯ୍ୟ ସମାପନ କରିବାକୁ ଚେଷ୍ଟା କରିବେ। ଏହି କାର୍ଯ୍ୟର ଆରମ୍ଭ ନିମନ୍ତେ ମୁଁ ଅନୁରୋଧ କରିବି ଆମମାନଙ୍କ ମଧ୍ୟରେ ମଣ୍ଡଳୀର ନିମାଦିକରଣ ମହାଶୟ ଅଛନ୍ତି ଯେଉଁ କାର୍ଯ୍ୟମାନେ ବର୍ତ୍ତମାନ ଆରମ୍ଭ କରିବାକୁ ଯାଉଛି ଏଇଠାରେ ଆମେ ଗୀତ ଗାଇବା ଶାସ୍ତ୍ର ଅଧ୍ୟୟନ କରିବା ପାଠ କରିବା ପୁଣି କିଛି ବିଷୟ ନେଇ ସମସ୍ତ ବିଷୟରେ ପ୍ରାର୍ଥନା କରିବା ତେଣୁ ଆମେ ସମସ୍ତେ କିଛି ସମୟ ପାଇଁ ଧୈର୍ଯ୍ୟ କରିବା। ମଣ୍ଡଳୀର ନିମାଦିକରଣ ମହାଶୟ ପୁଣି ଆମମାନଙ୍କର ହେଲ୍ପିଂ ବୋର୍ଡ ନିର୍ଦ୍ଦେଶକ ମହାଶୟ ସେମାନେ ଦୁଇ ଜଣ ସଂକ୍ଷେପରେ ପ୍ରାର୍ଥନା କଲା ପରେ ଆମେ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିବା। ଆସନ୍ତୁ ଆମେ ପ୍ରାର୍ଥନା କରିବା ସମସ୍ତେ ମନୋଯୋଗ କରିବା। ଆହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର ସମସ୍ତ କାର୍ଯ୍ୟର ସାଧନକର୍ତ୍ତା ପରମେଶ୍ୱର ତୁମର ଯେଉଁ ଅନୁଗ୍ରହ ତୁମର ଆଶୀର୍ବାଦ ଯୋଗୁଁ ତୁମର ପୂଜା ଆରାଧନା ଗୌରବ ପ୍ରଶଂସା କରିବା ପାଇଁ ଏକ ନୂତନ ଉପାସନାର ନିର୍ମାଣ କରିବାକୁ ଯାଉଛୁ। ସେଥିର ସମସ୍ତ ଆବଶ୍ୟକତା ତୁମେ ଯୋଗାଇଛ ପ୍ରଭୁ। ଲୋକମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଆଗ୍ରହ ଦେଇଥିବାରୁ ତୁମକୁ ଧନ୍ୟବାଦ ଦଉଛୁ। সেই উদ্দেশ্যে অনেক দাতা দাত্রীମାନେ ସେମାନଙ୍କର ମନରେ କାର୍ଯ୍ୟ କଲ ଏକ ଯୁବା ମଧ୍ୟରେ ତୁମେ ଉତ୍ସାହ ଦେଲ ନିର୍ଦ୍ଦେଶ ଦେଲ ଗଞ୍ଜଣା ଦେଲ ଯୋଗରା କି এই উপাসনাକୁ ପୂର୍ଣ୍ଣ ହେବାକୁ ଯାଉଛି। ଏଣୁ ତୁମକୁ ଧନ୍ୟବାଦ ଦଉଛୁ ପ୍ରଭୁ। ପ୍ରତ୍ୟେକ ଲୋକର ଆନ୍ତରିକ ଭଙ୍ଗା ପ୍ରାର୍ଥନା ଏଣୁ ତୁମକୁ ଧନ୍ୟବାଦ। କାର୍ଯ୍ୟକାରୀମାନଙ୍କୁ ତୁମେ ଶକ୍ତି ନାମରେ ମାଗୁଛୁ ପିତା ଆମେନ୍। ପୁନର୍ବାର ପ୍ରାର୍ଥନା କରିବା। ଅତ୍ୟନ୍ତ ପ୍ରେମିକ ସ୍ୱର୍ଗସ୍ଥ ପିତା ଆମେ ତୁମକୁ ଧନ୍ୟବାଦ କରୁଅଛୁ ପ୍ରଭୁ। ଆମେ ତୁମକୁ ସ୍ତୁତି ପ୍ରଶଂସା ଗୌରବ ଆରାଧନା କରୁଅଛୁ ପ୍ରଭୁ। ପ୍ରଭୁ ତୁମେ ପ୍ରଭୁମାନଙ୍କର ପ୍ରଭୁ ରାଜାମାନଙ୍କର ରାଜା ଏକମାତ୍ର ଜୀବିତ ପରମେଶ୍ୱର ପିତା। ଆଜି ପ୍ରଭୁ ଯାହା କାର୍ଯ୍ୟ ହେବାକୁ ଯାଉଛି ପ୍ରଭୁ ଏଥିରେ ତୁମର ମହତ୍ଵ ପ୍ରକାଶ ପାଉଅଛି ପ୍ରଭୁ। ଯେଉଁଠାରେ ମନୁଷ୍ୟର ଆଶା ଶେଷ ହୋଇଥାଏ ସେଠାରେ ତୁମର ଆଶା ଆରମ୍ଭ ହୋଇଥାଏ ଆଉ ଯେଉଁଠାରେ ମନୁଷ୍ୟର ଶକ୍ତି ଶେଷ ହୋଇଥାଏ ସେଠାରେ ତୁମର ଶକ୍ତି ଆରମ୍ଭ ହୋଇଥାଏ। ତୁମ ସମ୍ମୁଖରେ ପ୍ରଭୁ କୌଣସି ବିଷୟ ଅସମ୍ଭବ ନାହିଁ ପ୍ରଭୁ। ତୁମେ ଅସମ୍ଭବକୁ ସମ୍ଭବ କରି ନିରାଶ ଥିଲା ପ୍ରଭୁ ତୁମେ ସେଠାରେ ଆଶା ଦେଇଅଛ ପ୍ରଭୁ। ଯେଉଁ ଜାଗାରେ ଅସମ୍ପୂର୍ଣ୍ଣ ଥିଲା ପ୍ରଭୁ ତାକୁ ସମ୍ପୂର୍ଣ୍ଣ କରିବାକୁ ଯାଉଛ। ଆଜି ଦିନ ପ୍ରଭୁ ଆମେ ସମସ୍ତେ ଗ୍ରାମବାସୀ ପ୍ରଭୁ ତୁମ ଚରଣ ନତମସ୍ତକ ହେଉଅଛୁ ପ୍ରଭୁ। ତୁମକୁ ଧନ୍ୟବାଦ ଦେଉଛୁ ପ୍ରଭୁ। ତୁମକୁ ସ୍ତୁତି କରୁଅଛୁ ପ୍ରଭୁ। ପ୍ରଭୁ ବର୍ତ୍ତମାନର ଯେଉଁ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଅଛି ପ୍ରଭୁ ଏଥିରେ ସୁରକ୍ଷା व्हाट्सएप नंबर दे তোরটা গুনা খবরের জন্য व्हाट्सएप नंबर জীবন দাতা প্রভু তুমি জীবন দাতা প্রভু তুমি মুক্তি দাতা যিশু তুমি জীবন দাতা প্রভু তুমি মুক্তি দাতা যিশু तुझसे चाहिला जीवन देना तुझसे चाहिला जीवन देना अनुपम प्रेम अनुपम प्रेम अनुपम धन्यवाद।
हमारे शास्त्रों की अध्ययन करवा मधुरी से पाठ कर शुणाइबे गीत संहिता 127 एक पद गीत 127 एक पद आम पाठ कर शुणाइबे 127 पद एक पदरे एपरि लिखा जाए सदा जेबे निर्माण करती तेबे निर्माणकारी माने व्यर्थरे परिश्रम करती सदा जेबे निर्माण करती तेबे निर्माणकारी माने व्यर्थरे परिश्रम करती जेबे सदा प्रभु नाम रक्षा करती तेबे प्रहरी देव भूतारे जागृत हुए। धन्यवाद पुनर्बार आम मैंने आ गोटे अंश पाठ करवा आम मंडलीर सहसंपादक भाई पाठ कर शुणाइबे प्रथम वंशावली तार 29 पर्वर 14 पद प्रथम वंशावली तार 29 पर्वर 14 पद मात्र मु किए ओ मोर लोक माने किए जे आमे माने एपरि स्वेच्छापूर्वक ए प्रकार दान करबा को समर्थ हबो कारण समग्र विषय तुमटा आसे ओ तुम निज पदार्थ आमे माने तुमको देयछु प्रभु पाठ वाक्य आशीर्वाद करतु आम पुनर्बार आ गोटे अंश पाठ करवा मंडलीर सहसंपादक महाशय जोएल पुस्तक तार 2 पर्वर 21 पद जोएल पुस्तक 2 पर्वर 21 पद आम पाठ कर शुणा मंडलीर सहसंपादक महाशय पाठ करे हे देश भय करणारी उल्लसित होई आनंद कर कारण सदा प्रभु महत् कर्म मान करियछंती। धन्यवाद आम जो सब पाठ अध्ययन कलु सदा प्रभु जब गृह निर्माण न करती परिश्रमकारी मैंने वृथा परिश्रम करती आम जो सब दान दे समस्त आमरी नुहे किंतु सदा प्रभु जहाँ देश लोक मैंने भय करना कारण सदा प्रभु महत् कर्म गोटे महान कार्य परमेश्वर आम तेणु धन्यवाद देवा यही समय आम किसी विषय प्रार्थना करवा विशेष कर जो मैंने आम निमंते परिश्रम कर सेंटरिंग कर भाई मैंने पुणी ढलई निमंते जो कारीगर मैंने रही मिस्त्री मैंने रही से समस्त सुरक्षा निमंते प्रार्थना करवा प्रभु से सुरक्षा देवे तेणु अनुरोध करी संक्षिप्त भाव में जो मान सुजोग दिया करेंगे जदि पवित्र नाम धन्यवाद करुछु गौरव करुछु प्रशंसा करुछु प्रभु आज प्रत्येक मंडली भाई मान प्रभु प्रभु आज जो वीडियो तो आसबो ना समस्त कार्यकारी भाई विशेष कर आशीर्वाद प्रभु जो भय कार्य करने प्रभु वर्तमान जाऊ से कार्य जो लेबर मान प्रभु कार्य करेंगे एथिरे संपूर्ण प्रभु हस्तमुख रख प्रभु से कार्य करवा भाई मान को प्रभु तुम्हें स्वर्ग आशीर्वाद करी
প্রভু সমস্ত কাজে তুমি সহায় রহ প্রভু আরম্ভରୁ ଶେଷ ପର୍ଯ୍ୟନ୍ତ ତୁମର ଉପସ୍ଥିତ ରଖି ଢଳାଇ କାର୍ଯ୍ୟଟି ସମାପ୍ତ କର ବୋଲି ଯୀଶୁଙ୍କ ନାମରେ ମାଗୁଅଛୁ ପିତା ଆମେନ୍। ମାନେ ଏଠି ମୋତେ ପୁନର୍ବାର ପ୍ରାର୍ଥନା କରିବା ଭାଇ ସରୋଜ ବସି ଭାଇ ଅଛନ୍ତି ମାନଙ୍କର ସୁରକ୍ଷା ନିମନ୍ତେ ପ୍ରାର୍ଥନା କର। ସୁନ୍ଦର ମାନେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ମହାନଙ୍କୁ ଧନ୍ୟବାଦ ଦଉଛୁ। ଆମମାନଙ୍କର ଚିନ୍ତାରେ ବାହାରେ ଆମଙ୍କର ଭାବନାର ବାହାରେ ତୁମେ ଯେଉଁ ସମସ୍ତ କାର୍ଯ୍ୟ କରୁଅଛ ତୁମକୁ ଧନ୍ୟବାଦ ଦଉଛୁ। ପ୍ରିୟ ପ୍ରଭୁ ତୁମଠାରୁ ନିବେଦନ କରୁଅଛୁ ଯେଉଁ କାରିଗରମାନେ ଆଜି କାର୍ଯ୍ୟ କରିବେ ସେମାନଙ୍କୁ ଯେପରି ସମସ୍ତ କାର୍ଯ୍ୟ ସୁଚାରୁରୂପେ ହୋଇଥିପାଇଁ ସାହାଯ୍ୟ କର। ପ୍ରାର୍ଥନା ଧନ୍ୟବାଦ ଦେଇ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଛୋଟ ଭିକ୍ଷା ମାଗୁଛି ପିତ ଆମେନ୍। ଧନ୍ୟବାଦ। ଆମେ ପୁନର୍ବାର ପ୍ରାର୍ଥନା କରିବା। ଉପାସନା ଗୃହ ଯେଉଁ ଆମମାନଙ୍କର ନିର୍ମାଣ ଚାଲିଛି ଅନେକ ଲୋକଙ୍କର ଭିତ୍ତିମୂଳ ଠାରୁ ଅନେକ ଲୋକ ସ୍ୱର୍ଗସ୍ଥ ପବିତ୍ର ପିତା ପରମେଶ୍ୱର ପ୍ରଭୁ ଗୋ ଏତେବେଳେ ତୁମ ମହତ୍ ପବିତ୍ର ନାମର ଧନ୍ୟବାଦ ପୂଜା ପ୍ରଶଂସା ଗୌରବ କରୁଅଛୁ। କାରଣ ତୁମେ ସମସ୍ତ ଗୌରବ ପ୍ରଶଂସା ପାଇବା ପାଇଁ একমাত্র অদ্বিতীয় পরমেশ্বর, তুমি কৌশি পরমেশ্বর বিভুব নাহান্তি। তুমি যে অছ সে অছ অনাদিকালু অনন্তকাল পর্যন্ত তুমি রহিথিব। তুমি স্বগৌরব রক্ষণের উদ্যোগী পরমেশ্বর, তুমি প্রশংসা নিবাসী পরমেশ্বর। এণু তুম মহৎ নামর ধন্যবাদ পূজা প্রশংসা গৌরব করুছু। প্রভু তুমি আম গুম্বাগ্রাম প্রতি কৃপা দৃষ্টি কল। প্রভু আমি এটি পূর্বে যেতবে তোমার পরিচয় ন পাইছিল প্রভু সেতবে আমি দীন দরিদ্র অবস্থায় ছিল। প্রভুমানଙ୍କର ଏହିପରି ଗୋଟେ ଛାତ ଗୃହ ଥିଲା ତୁମର ଉପାସନା କରିବା ପାଇଁ। ତୁମେ କୃପା କର, ତୁମର ଲୋକମାନଙ୍କୁ ଆଶୀର୍ବାଦ କର ଯେଉଁମାନେ ତୁମଠାରେ ନିର୍ଭର ଭରସା କରନ୍ତି, ଯେଉଁମାନେ ତୁମର ସନ୍ତାନ ସନ୍ତତି ସେମାନଙ୍କୁ ଆଶୀର୍ବାଦ କଲ, ଅନୁଗ୍ରହ କଲ। ଗ୍ରାମର ସମସ୍ତ ପରିବେଶକୁ ପରିବର୍ତ୍ତନ କରିଦେଲ ଏବଂ ଗ୍ରାମର ପିଲାମାନଙ୍କୁ ତୁମେ ଆଶୀର୍ବାଦ କରିଅଛ। ବିଭିନ୍ନ ଅଞ୍ଚଳରେ ତୁମ ରାଜ୍ୟର କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଆହ୍ୱାନ କରିଅଛ। ସେଥିପାଇଁ କୋଟି କୋଟି ଧନ୍ୟବାଦ କରୁଅଛୁ। ପ୍ରଭୁ ଆମେ ପ୍ରାୟ 1 କୋଟି ଟଙ୍କାର ଗିର୍ଜା ଗୃହ ନିର୍ମାଣ କରିବା ପାଇଁ ତୁମେ ଆମକୁ ସକ୍ଷମ କଲ। ତୁମ ଲୋକମାନଙ୍କୁ ତୁମେ ଭଲେଇ ଦେଲ ପ୍ରଭୁ। କାରଣ ତୁମେ କହିଲେ ତ ସୁନା ମୋର ରୂପା ମୋର। ପ୍ରଭୁ ଆମେମାନେ ମଧ୍ୟ ତୁମର ଆଉ ସେମାନଙ୍କୁ ହୃଦୟ କାର୍ଯ୍ୟ କଲ। ସେମାନେ ତୁମ ଉଦ୍ଦେଶ୍ୟରେ ତୁମର ଉପାସନା ଗୃହ ନିମନ୍ତେ ସେମାନେ ଅର୍ଥ ଦାନ କଲେ। ଆଜି ଆମମାନଙ୍କ ସମ୍ମୁଖରେ ସେ ଗୃହ ପ୍ରଭୁ ରହିଅଛି। ବର୍ତ୍ତମାନ ଯେଉଁ ଛାତ ଢଳେଇ କାର୍ଯ୍ୟ କରିବା ପାଇଁ ଆମେ ଯାଉଛୁ ଏବଂ ଯେଉଁ ଭାଇମାନେ ତୁମ ଉଦ୍ଦେଶ୍ୟରେ ବିଭିନ୍ନ ସାମଗ୍ରୀ ବିଭିନ୍ନ ଅଭାବରେ ଅର୍ଥ ଦେଇ এই প্রভু উপাসনা গৃহ নিমন্তে দান দিয়েছেন সেମାନଙ୍କୁ ତୁମେ ଆଶୀର୍ବାଦ କର ଏବଂ ବିଶେଷ ଭାବରେ ପ୍ରାର୍ଥନା କରୁଛୁ ପ୍ରଭୁ এই উপাসনা গৃহ ନାମକୁ ଧନ୍ୟବାଦ ଦେଉଛୁ, ପ୍ରଶଂସା ଗୌରବ କରୁଛୁ। ଆଜି ଦିନ ମଧ୍ୟରେ ପ୍ରଭୁ ଏକ ଧନ୍ୟବାଦର ବଳି ଉତ୍ସର୍ଗ କରୁଛୁ। ତୁମେ ଆମମାନଙ୍କୁ ଏକ ସୁନ୍ଦର ଦିନ ଦେଲ, ସୁନ୍ଦର ସମୟ ଦେଲ। ଆଜି ଦିନ ମଧ୍ୟରେ ପ୍ରଭୁ ତୁମର ଉପାସନା ଗୃହ ନିର୍ମାଣ କରିବା ନିମନ୍ତେ ଏ ପ୍ରଭୁ ଏକ ଛାତ କାର୍ଯ୍ୟ କରିବା ନିମନ୍ତେ ପ୍ରଭୁ ଆମେ ଯାଉଛୁ। ପ୍ରଭୁ ତୁମ ନାମରେ ଏ ସମସ୍ତ କୃତକାର୍ଯ୍ୟ ହେବା ପାଇଁ ତୁମେ ସାହାଯ୍ୟ କର। ଯେଉଁ ସମସ୍ତ ବସ୍ତୁ ତୁମେ ଦେଇଛ ପ୍ରଭୁ ତାହା ମଧ୍ୟ ତୁମେ ଶୁଚି କର ଓ ପବିତ୍ର କର। ପ୍ରଭୁ ମିଶନ ମାନଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କର। ପ୍ରଭୁ ପ୍ରାର୍ଥନା କରୁଛି ତୁମ ଭକ୍ତ ଦାସମାନେ ଆଉ ପ୍ରଭୁ ତୁମେ କହିଛ ମୁକ୍ତ ହସ୍ତ ବଢ଼ାଇଛନ୍ତି ପ୍ରଭୁ। ହୃଷ୍ଟଚିତ ଦାତାଙ୍କୁ ତୁମେ ଭଲ ପାଇବ ପ୍ରଭୁ। ଆଜି ତୁମ ଉଦ୍ଦେଶ୍ୟରେ ତୁମ ନାମ ଜାଣିଥିବାରୁ ପ୍ରଭୁ ତୁମ ସେବା କାର୍ଯ୍ୟ କରିବା ନିମନ୍ତେ ତୁମର ପବିତ୍ର ଆଉ ପ୍ରଭୁ ମନ୍ଦିର ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ ଆଉ ପ୍ରଭୁ ସେମାନେ ସରଳ ରୂପରେ ପ୍ରେମର ସହିତ ଆଉ ହୃଷ୍ଟଚିତ ସହିତ ହସ୍ତ ବଢ଼େଇଛନ୍ତି। ସେମାନଙ୍କ ହସ୍ତକୁ ତୁମେ ସ୍ମରଣ କର, ସେମାନଙ୍କ ହସ୍ତକୁ ତୁମେ ବଳବାନ କର ପ୍ରଭୁ। ସେମାନଙ୍କ ପରିବାରକୁ ତୁମେ ଆଶୀର୍ବାଦ କର, ସେମାନଙ୍କର କ୍ଷତି ଭଣ୍ଡାରକୁ ତୁମେ ବହୁଗୁଣରେ ପ୍ରଭୁ ତୁମେ ପରିପୂର୍ଣ୍ଣ କର। ପ୍ରଭୁ ଆମେ ଯେତେ ଏକତ୍ର ହେଇଛୁ ସମସ୍ତଙ୍କୁ ତୁମେ ଆଶୀର୍ବାଦ କର ପ୍ରଭୁ। ଯେଉଁମାନେ ଆଉ ପ୍ରଭୁ ଏ କାର୍ଯ୍ୟରେ ଆଉ ଉଚ୍ଚ ପଦବୀ ସହିତ ପ୍ରଭୁ ମନୋଯୋଗର ସହିତ କମିଟି ଭାବରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କର ପ୍ରଭୁ। ଆଜିର ସମସ୍ତ ପ୍ରାର୍ଥନା ବିନତି ତୁମ ପୁଣ୍ୟ ପବିତ୍ର ପାଦ ତଳେ ସମର୍ପିତର ସହିତ ପ୍ରାର୍ଥନା କରୁଛୁ। ଆଜିର ପ୍ରଭୁ କାର୍ଯ୍ୟ ଉପରେ ତୁମ ଶ୍ରୀମୁଖ ଶ୍ରୀହସ୍ତ ରଖି ପ୍ରଭୁ ତୁମେ ସ୍ୱର୍ଗରୁ ଏହି ସ୍ଥାନକୁ ଓହ୍ଲେଇ ଆସି ପ୍ରଭୁ ସମସ୍ତ କାର୍ଯ୍ୟରେ ତୁମେ ଆଶୀର୍ବାଦ ଦେଇ ପ୍ରଭୁ ତୁମର ମହିମାକୁ ତୁମେ ପ୍ରକାଶ କର ପ୍ରଭୁ। ତୁମେ ଆମମାନଙ୍କର ପ୍ରାର୍ଥନା ଶୁଣି ଉତ୍ତର ଦେଇ କାର୍ଯ୍ୟ ସଫଳ କରି ତୁମେ ଗୌରବାନ୍ୱିତ ହୁଅ। ପୂଜା ପ୍ରଶଂସା ଗୌରବ ତୁମେ ନିଅ ଯୀଶୁ ନାମରେ ପିତା ଆମେନ୍। ଧନ୍ୟବାଦ। ଆମେ এই କାର୍ଯ୍ୟ ସମାପ୍ତ କରିବାକୁ ଯିବା। ଏହି ସମୟରେ ଆମମାନଙ୍କର ଭଳି କାର୍ଯ୍ୟ ପୁଣି
ପ୍ରେମ ଯୋଉ ଭୋଜ ପ୍ରସ୍ତୁତ ଆମେ କରୁଅଛୁ ସେହି କାର୍ଯ୍ୟ ପୁଣି ଅନେକ ଭାଇ ଭଉଣୀମାନେ ପ୍ରଭୁଙ୍କର ଦାସ ଦାସୀମାନେ ବିଭିନ୍ନ ଗ୍ରାମରୁ ଏହି ସ୍ଥାନକୁ ଯାତ୍ରା କରୁଅଛନ୍ତି। ତେଣୁ ସେମାନଙ୍କର ସୁରକ୍ଷା ପୁଣି ଆଜିର ସମସ୍ତ କାର୍ଯ୍ୟର ଉତ୍ତମ ସମାପନ ନିମନ୍ତେ ପ୍ରାର୍ଥନା କରିବା। ଏହି ପ୍ରାର୍ଥନା ଆମର ମଣ୍ଡଳୀର ବାଳକ ମହାଶୟ କରିବେ। ପୁଣି ପ୍ରଭୁ ଶ୍ରୀଙ୍କ ନାମରେ ମାଗୁଛୁ। ତୁମ ରାଜ୍ୟ ଯେପରି ସ୍ୱର୍ଗରେ ସେହିପରି ପୃଥିବୀରେ ଆମର ଯେମନ୍ତ ନିଜ ଅପରାଧ ପରୀକ୍ଷା ମାତ୍ର ମନ୍ଦ ରକ୍ଷା କର।